ରାଧେ ରାଧେ ଜୟ ଜଗନ୍ନାଥ ବନ୍ଧୁମାନେ। 6ଟା ବାଜିବାକୁ ବସିଲାଣି। ମୁଁ ସନ୍ଧ୍ୟା 6ଟା ମୁଁ କ୍ଲିନିକ୍ରେ ଅଛି। ଗୋଟେ କଥା ଆପଣମାନେ ଜାଣିଛନ୍ତି, ଆଉ ଟିକେ ଖାଲି ମନେ ପକାଇଦେବି। ସାଧୁ ଏବଂ ସଂସାରୀ, ଆମେ ସଂସାରୀ ଆଉ ସାଧୁ ଅନେକ ଅଛନ୍ତି। ପ୍ରକୃତ ସାଧୁ ଯିଏ, ତାଙ୍କ ଭିତରେ ଫରକ କ'ଣ ଜାଣିଛନ୍ତି? ଡିଫରେନ୍ସ ଗୋଟେ ବଡ଼ ଫରକ ହେଉଛି, ଯେଉଁମାନେ ସାଧୁ ସେମାନେ କାହା ପ୍ରତି କେତେବେଳେ ଅଭିଯୋଗ ଆଣନ୍ତିନି, ଅଭିଯୋଗରୁ ସେମାନେ ଦୂରରେ ରୁହନ୍ତି ଏବଂ ଅଭିଯୋଗ ମଧ୍ୟ କାହାଠୁ ଶୁଣନ୍ତିନି। କମ୍ପ୍ଲେନିଂ ନେଚର, କମ୍ପ୍ଲେନ୍ ନା କରନ୍ତି ନା କମ୍ପ୍ଲେନ୍ କାହା ବିରୁଦ୍ଧରେ ଶୁଣନ୍ତି। ସାଧୁଙ୍କର ସ୍ୱଭାବ ଛୋଟିଆ କଥା ନୁହଁ। ନିଜର ସାଧନା ବଳରେ ଏ ପ୍ରବୃତ୍ତିକି ସେ ହାସଲ କରିଥାନ୍ତି। ପ୍ରକୃତ ସାଧୁ ଯେଉଁମାନେ, ଆଉ ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତି ଆସି ପହଞ୍ଚିଲେ ତାକୁ ସେ ଈଶ୍ୱରଙ୍କର ଦାନ ବୋଲି ଗ୍ରହଣ କରି ହସି ହସି ଗ୍ରହଣ କରି ନିଅନ୍ତି, କିନ୍ତୁ କାହା ବିରୁଦ୍ଧରେ ମନ୍ତବ୍ୟ ଦିଅନ୍ତିନି, କାହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତିନି, କାହା ବିରୁଦ୍ଧରେ ଅଭିଯୋଗ କରନ୍ତିନି, ନା ଭଗବାନଙ୍କ ବିରୁଦ୍ଧରେ ମଧ୍ୟ କି କୌଣସି ସଂସାରୀମାନଙ୍କ ବିରୁଦ୍ଧରେ ମଧ୍ୟ, ଯେଉଁଟାକି ସଂସାରୀମାନଙ୍କ ପାଖରେ ସେଟା ଦେଖାଯାଏ। ଆମେ ତ ସବୁ ସଂସାରୀ, ଆମେ ଜାଣିଛେ। ଯଦି ଛୋଟିଆ କିଛି ଆସିଲା ପ୍ରତିକୂଳ ପରିବେଶ ପରିସ୍ଥିତିରେ ଆମେ ସାଙ୍ଗେ ସାଙ୍ଗେ ଚିନ୍ତା କରିଦେବା, ଅମୁକ ଲୋକ ଏଇଟା କରିଥିବ, ଅମୁକ ଲୋକ ଏଇଟା କରେଇଥିବ, ଅମୁକ ଏଇଆ କରିବାରୁ ଏଇଆ ହେଇଗଲା, ଅମୁକ ସେୟା କରିଦେବାରୁ ସେୟା ହେଇଗଲା। ଏ କଥା ସାଙ୍ଗେ ସାଙ୍ଗେ ଆମ ମନ ଭିତରକୁ ପଳେଇ ଆସିବ। ଛୋଟିଆ ପ୍ରତିକୂଳ ପରିସ୍ଥିତି ଯଦି ସୃଷ୍ଟି ହେଲା, ଛୋଟିଆ ଅବଷ୍ଟାକଲ୍ କେଉଁଠୁ ଆସିଲା, ଆମେ ସାଙ୍ଗେ ସାଙ୍ଗେ ଆମ ମନ ଭିତରେ ଆମେ କେବେ ଭଗବାନଙ୍କ କଥା ଚିନ୍ତା କରିବାନି ଯେ ଠାକୁର ଏକଥା କାହିଁ କରିଛନ୍ତି। ହୁଏତ ମୋର କିଛି ସୁବିଧା ଲାଗି କରିଥିବେ, କିମ୍ବା ମୋର କିଛି ତ୍ରୁଟି ହେଇଗଲା ଏକଥା କରିଥିବେ, ମୋ ପାଇଁ ଏଇଟା ହେଇଛି, ମୋର ତ୍ରୁଟିରୁ ମୁଁ ଏକୁ ପାଇଛି, ଏକଥା ଆମେ ଚିନ୍ତା କରିବାନି। ଆମେ କେବଳ ଚିନ୍ତା କରିବା ଅନ୍ୟ କିଏ କାହା ଦ୍ୱାରା କେମିତି ଏସବୁ ପରିବେଶ ସୃଷ୍ଟି ହେଲା। କମ୍ପ୍ଲେନିଂ ନେଚର କେବଳ ଆମ ସଂସାରୀମାନଙ୍କ ପ୍ରତି ଅଛି, କିନ୍ତୁ ସାଧୁମାନଙ୍କ ପାଖରେ ତା ନାହିଁ। କେବଳ କ'ଣ ପାଇଁ ନା ନିଜର ସାଧନା ବଳରେ ତାକୁ ସିଏ ସିଦ୍ଧିତ୍ୱ ପ୍ରାପ୍ତି କରିଛନ୍ତି, ସାଧନା ବଳରେ ତାକୁ ସେ ପାଇଛନ୍ତି।